ଓମ୍ ଶାନ୍ତି। 9 ସେପ୍ଟେମ୍ବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠି ବଚେ, ନିଜ ଉପରେ ନିଜକୁ ହିଁ କୃପା କରିବାକୁ ହେବ। ପାଠ ପଢ଼ାରେ ଆଗେଇ ଯାଅ। କୌଣସି ବି ବିକର୍ମ କରି ନିଜର ରେଜିଷ୍ଟରକୁ ଖରାପ କର ନାହିଁ। ନିଜ ଉପରେ ନିଜକୁ ହିଁ କୃପା କରିବାକୁ ହେବ। ପାଠ ପଢ଼ାରେ ଆଗେଇ ଯାଅ। କୌଣସି ବି ବିକର୍ମ କରି ନିଜର ରେଜିଷ୍ଟରକୁ ଖରାପ କର ନାହିଁ। ପ୍ରଶ୍ନ: ଏହି ସର୍ବୋଚ୍ଚ ପାଠପଢ଼ାରେ ପାସ୍ ହେବା ପାଇଁ ମୁଖ୍ୟ ରୂପରେ କେଉଁ ଶିକ୍ଷା ମିଳୁଛି? ଏଥିପାଇଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ? ଏହି ସର୍ବୋଚ୍ଚ ପାଠପଢ଼ାରେ ପାସ୍ ହେବା ପାଇଁ ମୁଖ୍ୟ ରୂପରେ କେଉଁ ଶିକ୍ଷା ମିଳୁଛି? ଏଥିପାଇଁ କେଉଁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ? ଉତ୍ତର: ଏହି ପାଠପଢ଼ାରେ ପାସ୍ ହେବା ପାଇଁ ଦୃଷ୍ଟି ଅତ୍ୟନ୍ତ ପବିତ୍ର ହେବା ଦରକାର। କାହିଁକି ନା ଏହି ଆଖି ହିଁ ଧୋକା ଦେଉଛି ଏବଂ ଏହା ହିଁ ପ୍ରଥମେ କ୍ରିମିନାଲ ଅର୍ଥାତ୍ ବିକାରୀ ହେଉଛି। ଶରୀରକୁ ଦେଖିବା ଦ୍ୱାରା ହିଁ କର୍ମେନ୍ଦ୍ରିୟରେ ଚଞ୍ଚଳତା ଆସୁଛି। ସେଥିପାଇଁ ଆଖି କେବେ ହେଲେ କ୍ରିମିନାଲ ନ ହେଉ। ପବିତ୍ର ହେବା ପାଇଁ ଭାଇ ଭଉଣୀ ହୋଇ ରୁହ। ଯୋଗର ଯାତ୍ରାରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦିଅ। ଗୀତ: ଧୀରଜ ଧର ମନୁଆ, ତେରେ ସୁଖ କି ଦିନି ଆୟା କି ଆୟା। ଓମ୍ ଶାନ୍ତି। କିଏ କହୁଛନ୍ତି? ବେହଦର ବାବା ବେହଦର ସନ୍ତାନମାନଙ୍କୁ କହୁଛନ୍ତି। ଯେପରି କୌଣସି ମନୁଷ୍ୟ ରୋଗରେ ପଡ଼ିଥିଲେ ତାଙ୍କୁ ଆଶ୍ୱାସନା ଦିଆଯାଇଥାଏ ଯେ, ଧୈର୍ଯ୍ୟ ଧର, ତୁମର ସବୁ ଦୁଃଖ ଦୂର ହୋଇଯିବ। ତାଙ୍କୁ ଖୁସି କରିବା ପାଇଁ ଆଶ୍ୱାସନା ଦିଆଯାଇଥାଏ। ତାହା ତ ଲୌକିକ କଥା ଅଟେ। ଏହା ହେଉଛି ଅଲୌକିକ କଥା। ବାବାଙ୍କର କେତେ ଢେର ସନ୍ତାନ ଥିବେ। ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରିବାକୁ ହେବ। ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ। ତୁମେମାନେ ଭୁଲିବା ଅନୁଚିତ ଯେ ବାବା ଆସିଛନ୍ତି ସମସ୍ତଙ୍କର ସଦ୍ଗତି କରିବା ପାଇଁ। ସେ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ତେବେ ଏହାର ଅର୍ଥ ସମସ୍ତେ ଦୁର୍ଗତିରେ ଅଛନ୍ତି। ସାରା ଦୁନିଆର ମନୁଷ୍ୟ, ତନ୍ମଧ୍ୟରୁ ସ୍ୱତନ୍ତ୍ର ଭାବରେ ଭାରତ। ସାଧାରଣ ଭାବେ ସମଗ୍ର ଦୁନିଆକୁ କୁହାଯାଉଛି। ସ୍ୱତନ୍ତ୍ର ଭାବେ ତୁମେ ସୁଖଧାମକୁ ଯିବ। ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ। ବୁଦ୍ଧିରେ ଆସୁଛି, ବାସ୍ତବରେ ଆମେ ଯେତେବେଳେ ସୁଖଧାମରେ ଥିଲୁ ଆଉ ଅନ୍ୟ ଧର୍ମାବଲମ୍ବୀମାନେ ଶାନ୍ତିଧାମରେ ଥିଲେ। ବାବା ଆସି ଭାରତକୁ ସୁଖଧାମ କରିଥିଲେ। ତେଣୁ ଏହିପରି ପ୍ରଚାର ମଧ୍ୟ କରିବା ଦରକାର। ବୁଝାଇବା ଦରକାର ଯେ ପ୍ରତି 5000 ବର୍ଷ ପରେ ନିରାକାର ଶିବ ବାବା ଆସୁଛନ୍ତି। ସେ ସମସ୍ତଙ୍କର ପିତା ଅଟନ୍ତି। ବାକି ସମସ୍ତେ ଭାଇ ଭାଇ ଅଟନ୍ତି। ପିତାଙ୍କଠାରୁ ଈଶ୍ୱରୀୟ ସମ୍ପତ୍ତି ନେବା ପାଇଁ ଭାଇମାନେ ହିଁ ପୁରୁଷାର୍ଥ କରୁଛନ୍ତି। ଏପରି ତ ନୁହେଁ ଯେ ପିତାମାନେ ପୁରୁଷାର୍ଥ କରୁଛନ୍ତି। ସମସ୍ତେ ପିତା ହୋଇଗଲେ ସମ୍ପତ୍ତି କାହାଠାରୁ ନେବେ? କ'ଣ ଭାଇଙ୍କଠାରୁ ନେବେ? ଏକଥା ତ ହୋଇପାରିବ ନାହିଁ। ଏବେ ତୁମେମାନେ ବୁଝୁଛ। ଏହା ତ ବହୁତ ସହଜ କଥା ଅଟେ। ସତ୍ୟ ଯୁଗରେ ଗୋଟିଏ ହିଁ ଦେବୀ ଦେବତା ଧର୍ମ ଥାଏ। ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲିଯାଆନ୍ତି। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି ବୋଲି କହୁଛନ୍ତି। ତେଣୁ ଏହା ନିଶ୍ଚିତ ଯେ ଗୋଟିଏ ଇତିହାସ ଭୂଗୋଳ ରହିଛି ଯାହା ପୁନରାବୃତ୍ତି ହେଉଛି। କଳିଯୁଗ ପରେ ପୁଣି ସତ୍ୟଯୁଗ ହେବ। ଉଭୟ ମଧ୍ୟରେ ପୁଣି ସଙ୍ଗମ ଯୁଗ ମଧ୍ୟ ନିଶ୍ଚୟ ରହିବ। ଏହାକୁ ସର୍ବୋତ୍ତମ ପୁରୁଷୋତ୍ତମ କଲ୍ୟାଣକାରୀ ଯୁଗ କୁହାଯାଉଛି। ଏବେ ତୁମ ବୁଦ୍ଧିର ତାଲା ଖୋଲିଛି। ତେଣୁ ବୁଝିପାରୁଛ ଯେ ଏହା ତ ବହୁତ ସହଜ କଥା ଅଟେ। ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ। ପୁରୁଣା ଗଛରେ ନିଶ୍ଚୟ ବହୁତ ପତ୍ର ରହିଥାଏ। ନୂଆ ଗଛରେ ଅଳ୍ପ ପତ୍ର ରହିଥାଏ। ତାହା ହେଉଛି ଶତପ୍ରଧାନ ଦୁନିଆ। ଏହାକୁ ତମ ପ୍ରଧାନ କୁହାଯାଉଛି।
ତୁମର ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ବୁଦ୍ଧିର ତାଲା ଖୋଲିଛି। କାହିଁକି ନା ସମସ୍ତେ ଯଥାର୍ଥ ରୀତିରେ ବାବାଙ୍କୁ ମନେ ପକାଉନାହାନ୍ତି। ତେଣୁ ଧାରଣା ମଧ୍ୟ ହେଉନାହିଁ। ବାବା ତ ପୁରୁଷାର୍ଥ କରାଉଛନ୍ତି, କିନ୍ତୁ ଭାଗ୍ୟରେ ହିଁ ନାହିଁ। ଡ୍ରାମା ଅନୁସାରେ ଯିଏ ଭଲ ଭାବରେ ପଢ଼ିବେ ଓ ପଢ଼ାଇବେ, ବାବାଙ୍କର ସାହାଯ୍ୟକାରୀ ହେବେ, ସେ ଯେକୌଣସି ପରିସ୍ଥିତିରେ ମଧ୍ୟ ଉଚ୍ଚ ପଦ ପାଇବେ। ସ୍କୁଲରେ ଛାତ୍ରମାନେ ମଧ୍ୟ ଜାଣିଥାନ୍ତି ଯେ ଆମେ କେତେ ନମ୍ବରରେ ପାସ୍ ହେବୁ। ତୀବ୍ର ବେଗୀ ଅଧିକ ପୁରୁଷାର୍ଥ କରିଥାନ୍ତି। ଟିଉସନ ପାଇଁ ଟିଚର ରଖିଥାନ୍ତି, ଯେପରି ହେଲେ ବି ପାସ୍ ହେବ। ଏଠାରେ ମଧ୍ୟ ବହୁତ ଆଗେଇବାକୁ ହେବ। ନିଜ ଉପରେ କୃପା କରିବାକୁ ହିଁ ପଡ଼ିବ। ବାବାଙ୍କୁ ଯଦି କେହି ପଚାରନ୍ତି, ଏବେ ଶରୀର ଛାଡ଼ିଲେ ଏହି ଅବସ୍ଥାରେ କିପଦ ପାଇବୁ, ତେବେ ବାବା ତୁରନ୍ତ ବତାଇ ଦେବେ। ଏହା ତ ବହୁତ ସହଜ ବୁଝିବାର କଥା ଅଟେ। ହଦ ପରି ବେହଦର ଛାତ୍ର ମଧ୍ୟ ବୁଝିପାରିବେ, ବୁଦ୍ଧି ଦ୍ୱାରା ବୁଝିପାରିବେ। ଆମ ଦ୍ୱାରା ବାରମ୍ବାର ଏହି ଭୁଲ ବିକର୍ମ ହେଉଛି। ରେଜିଷ୍ଟର ଖରାପ ହେଲେ ଫଳାଫଳ ମଧ୍ୟ ସେହିପରି ବାହାରିବ। ପ୍ରତ୍ୟେକ ନିଜର ରେଜିଷ୍ଟର ରଖନ୍ତୁ। ଏପରି ତ ଡ୍ରାମା ଅନୁସାରେ ସବୁ ନିର୍ଦ୍ଧାର୍ଯ୍ୟ ହୋଇଯାଇଛି। ନିଜେ ମଧ୍ୟ ବୁଝୁଛନ୍ତି ଯେ ଆମର ରେଜିଷ୍ଟର ବହୁତ ଖରାପ ଅଟେ। ନ ବୁଝିପାରିଲେ ବାବା କହିଦେବେ, ସ୍କୁଲରେ ରେଜିଷ୍ଟର ଆଦି ରଖାଯାଇଥାଏ। ଏକଥା ତ ଦୁନିଆରେ କାହାକୁ ହେଲେ ଜଣା ନାହିଁ। ଏହାର ନାମ ହେଉଛି ଗୀତା ପାଠଶାଳା। ବେଦ ପାଠଶାଳା କେବେ କୁହାଯାଏ ନାହିଁ। ବେଦ ଉପନିଷେଦ ଗ୍ରନ୍ଥ ଆଦି କାହାର ବି ପାଠଶାଳା କୁହାଯିବ ନାହିଁ। ପାଠଶାଳାରେ ଲକ୍ଷ୍ୟ ରହିଛି, ଆମେ ଭବିଷ୍ୟତରେ ଏହିପରି ହେବୁ। କେହି ବହୁତ ବେଦଶାସ୍ତ୍ର ପଢ଼ିଲେ ତାଙ୍କୁ ମଧ୍ୟ ଉପାଧି ମିଳିଥାଏ, ରୋଜଗାର ମଧ୍ୟ ହୋଇଥାଏ। କେହି କେହି ତ ବହୁତ ରୋଜଗାର କରିଥାନ୍ତି, କିନ୍ତୁ ତାହା କୌଣସି ଅବିନାଶୀ ରୋଜଗାର ନୁହେଁ, ସାଥିରେ ଯିବ ନାହିଁ। ଏହି ସତ୍ୟ ରୋଜଗାର ହିଁ ସାଥିରେ ଯିବ। ବାକି ସବୁ ଶେଷ ହୋଇଯିବ। ତୁମେ ପିଲାମାନେ ଜାଣିଛ ଯେ ଆମେ ବହୁତ ରୋଜଗାର କରୁଛୁ। ଆମେ ବିଶ୍ୱର ମାଲିକ ହୋଇପାରିବୁ। ସୂର୍ଯ୍ୟବଂଶୀ ରାଜବଂଶ ଥିବାରୁ ପିଲାମାନେ ନିଶ୍ଚୟ ସିଂହାସନ ଉପରେ ବସିବେ। ଏହା ବହୁତ ଉଚ୍ଚପଦ ଅଟେ। ତୁମେ ସ୍ୱପ୍ନରେ ମଧ୍ୟ ଭାବିନଥିଲ ଯେ ଆମେ ପୁରୁଷାର୍ଥ କରି ରାଜପଦ ପାଇବୁ। ଏହାକୁ ରାଜଯୋଗ ବୋଲି କୁହାଯାଉଛି। ତାହା ବାରିଷ୍ଟରୀ, ଡାକ୍ତରୀ ଯୋଗ ଅଟେ। ପାଠପଢ଼ା ଏବଂ ପାଠ ପଢ଼ାଉଥିବା ଶିକ୍ଷକ ମନେ ରହିଥାନ୍ତି। ଏଠାରେ ମଧ୍ୟ ଏହା ହେଉଛି ସହଜ ୟାଦ। ୟାଦରେ ହିଁ ପରିଶ୍ରମ ରହିଛି। ନିଜକୁ ଦେହି ଅଭିମାନୀ ବୁଝିବାକୁ ପଡ଼ିବ। ଆତ୍ମାରେ ହିଁ ସଂସ୍କାର ଭରିଥାଏ। ଅନେକ ଆସି କହୁଛନ୍ତି, ଆମେ ତ ଶିବ ବାବାଙ୍କ ପୂଜା କରୁଥିଲୁ, କିନ୍ତୁ କାହିଁକି ପୂଜା କରୁଥିଲେ ଏକଥା ଜାଣିନାହାନ୍ତି। ଶିବକୁ ହିଁ ବାବା କହୁଛନ୍ତି, ଆଉ କାହାକୁ ବାବା କହିବେ ନାହିଁ। ହନୁମାନ, ଗଣେଶ ପ୍ରଭୃତିଙ୍କର ପୂଜା କରୁଛନ୍ତି, ବ୍ରହ୍ମାଙ୍କର ପୂଜା ହେଉନାହିଁ। ଯଦିଓ ଆଜମେରରେ ମନ୍ଦିର ମଧ୍ୟ ରହିଛି, ସେଠାକାର ଅଳ୍ପ କିଛି ବ୍ରାହ୍ମଣ ପୂଜା କରିଥାନ୍ତି। ବାକି ଗାୟନ ଆଦି କିଛି ନାହିଁ। ଶ୍ରୀକୃଷ୍ଣ ଲକ୍ଷ୍ମୀ ନାରାୟଣଙ୍କର କେତେ ଗାୟନ ରହିଛି, ବ୍ରହ୍ମାଙ୍କର ନାମ ନାହିଁ। କାହିଁକି ନା ବ୍ରହ୍ମା ତ ବର୍ତ୍ତମାନ ସମୟରେ ଶ୍ୟାମଳ ଅଟନ୍ତି। ପୁଣି ବାବା ଆସି ଏହାକୁ ପୋଷ୍ୟ କରୁଛନ୍ତି। ଏହା ମଧ୍ୟ ବହୁତ ସହଜ କଥା ଅଟେ। ତେଣୁ ବାବା ପିଲାମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ବୁଝାଉଛନ୍ତି। ବୁଦ୍ଧିରେ ଏକଥା ରହୁ ଯେ ଶିବ ବାବା ଆମକୁ ଶୁଣାଉଛନ୍ତି। ସେ ବାବା, ଟିଚର, ଗୁରୁ ମଧ୍ୟ ଅଟନ୍ତି। ଜ୍ଞାନର ସାଗର ଶିବ ବାବା ଆମକୁ ପଢ଼ାଉଛନ୍ତି। ଏବେ ତୁମେମାନେ ତ୍ରିକାଳଦର୍ଶୀ ହୋଇଛ। ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ଏକଥା ମଧ୍ୟ ତୁମେ ବୁଝିପାରିଛ ଯେ ଆତ୍ମା ଅବିନାଶୀ ଅଟେ। ଆତ୍ମାମାନଙ୍କର ପିତା ମଧ୍ୟ ଅବିନାଶୀ ଅଟନ୍ତି। ଏକଥା ମଧ୍ୟ ଦୁନିଆରେ କେହି ହେଲେ ଜାଣିନାହାନ୍ତି। ସେମାନେ ତ ସମସ୍ତେ ଡାକୁଛନ୍ତି, ବାବା ଆମକୁ ପତିତରୁ ପବିତ୍ର କରାଅ। ଏପରି କହୁନାହାନ୍ତି ଯେ ଆସି ବିଶ୍ୱର ଇତିହାସ ଭୂଗୋଳ ଶୁଣାଅ। ଏହା ତ ବାବା ନିଜେ ଆସି ଶୁଣାଉଛନ୍ତି। ପତିତରୁ ପବିତ୍ର, ପୁଣି ପବିତ୍ରରୁ ପତିତ କିପରି ହେଉଛ, ଇତିହାସର କିପରି ପୁନରାବୃତ୍ତି ହେବ, ଏକଥା ମଧ୍ୟ ବତାଉଛନ୍ତି।
ଚଉରାଶୀ ଜନ୍ମର ଚକ୍ର ଅଟେ। ଆମେ ପତିତ କାହିଁକି ହୋଇଛୁ, ପୁଣି ପବିତ୍ର ହୋଇ କେଉଁଠାକୁ ଯିବାକୁ ଚାହୁଁଛୁ? ମନୁଷ୍ୟମାନେ ତ ସନ୍ନ୍ୟାସୀମାନଙ୍କ ପାଖକୁ ଯାଇ କହୁଛନ୍ତି, ମନର ଶାନ୍ତି କିପରି ହେବ? ଏପରି କହିବେ ନାହିଁ ଯେ ଆମେ ସମ୍ପୂର୍ଣ୍ଣ ନିର୍ବିକାରୀ ପବିତ୍ର କିପରି ହେବୁ? ଏ କଥା କହିବା ପାଇଁ ଲଜ୍ଜା ଲାଗୁଛି। ଏବେ ବାବା ବୁଝାଉଛନ୍ତି, ତୁମେ ସମସ୍ତେ ଭକ୍ତ ଅଟ, ମୁଁ ହେଉଛି ଭଗବାନ। ବର ଅଟେ, ତୁମେ ସବୁ କନ୍ୟା ଅଟ। ତୁମେ ସମସ୍ତେ ମୋତେ ମନେ ପକାଉଛ। ମୁଁ ଯାତ୍ରୀ, ବହୁତ ସୁନ୍ଦର ଅଟେ। ସାରା ଦୁନିଆର ମନୁଷ୍ୟଙ୍କୁ ସୁନ୍ଦର କରୁଛି। ସ୍ୱର୍ଗ ହିଁ ବିଶ୍ୱର ଆଶ୍ଚର୍ଯ୍ୟ ଅଟେ। ସଂସାରରେ ସପ୍ତାଚାର୍ଯ୍ୟ ଗଣାଯାଉଛି। ସେଠାରେ ତ ବିଶ୍ୱର ଆଶ୍ଚର୍ଯ୍ୟ ଏକମାତ୍ର ସ୍ୱର୍ଗ ହିଁ ହେବ। ବାବା ମଧ୍ୟ ଜଣେ, ସ୍ୱର୍ଗ ମଧ୍ୟ ଗୋଟିଏ, ଯାହାକୁ ସମସ୍ତ ମନୁଷ୍ୟ ସ୍ମରଣ କରୁଛନ୍ତି। ଏଠାରେ ତ କୌଣସି ଆଶ୍ଚର୍ଯ୍ୟର କଥା ନାହିଁ। ତୁମ ପିଲାମାନଙ୍କ ଭିତରେ ଧୈର୍ଯ୍ୟ ରହିଛି ଯେ ଏବେ ସୁଖର ଦିନ ଆସୁଛି। ତୁମେ ଜାଣିଛ ଯେ ଏହି ପୁରୁଣା ଦୁନିଆର ବିନାଶ ହେଲେ ଯାଇ ସ୍ୱର୍ଗର ରାଜତ୍ୱ ମିଳିବ। ଏବେ ରାଜତ୍ୱ ସ୍ଥାପନ ହୋଇନାହିଁ। ହଁ, ପ୍ରଜା ତିଆରି ହେଉଛନ୍ତି। ପିଲାମାନେ ପରସ୍ପର ମଧ୍ୟରେ ରାୟ କରୁଛନ୍ତି, ସେବାର ବୃଦ୍ଧି କିପରି ହେବ, ସମସ୍ତଙ୍କୁ କିପରି ସନ୍ଦେଶ ଦେବୁ। ବାବା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି, ବାକି ସମସ୍ତଙ୍କର ବିନାଶ କରାଉଛନ୍ତି। ଏହିପରି ବାବାଙ୍କୁ ମନେ ପକାଇବା ଦରକାର ନା? ଯେଉଁ ବାବା ଆମକୁ ରାଜତିଳକର ହକଦାର କରାଇ ବାକି ସମସ୍ତଙ୍କର ବିନାଶ କରାଇ ଦେଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏହା ବିନା ଦୁନିଆର ବିନାଶ ହୋଇପାରିବ ନାହିଁ। ବାବା କହୁଛନ୍ତି, ଏବେ ତୁମର ପରୀକ୍ଷା ସମୟ ବହୁତ ପାଖେଇ ଆସିଲାଣି। ମୃତ୍ୟୁ ଲୋକରୁ ଅମର ଲୋକକୁ ପରିବର୍ତ୍ତିତ ହେବାକୁ ପଡ଼ିବ। ଯେତେ ଭଲ ଭାବରେ ପଢ଼ିବ, ପଢ଼ାଇବ, ସେତେ ଉଚ୍ଚପଦ ପାଇବ। କାହିଁକି ନା ନିଜର ପ୍ରଜା ତିଆରି କରୁଛ। ପୁରୁଷାର୍ଥ କରି ସମସ୍ତଙ୍କର କଲ୍ୟାଣ କରିବା ଉଚିତ। ଚାରିଟି ବିଗେନ୍ସ ଆଟ୍ ହୋମ୍, ଅର୍ଥାତ୍ ଦାନ ପୁଣ୍ୟ ନିଜ ଘରୁ ଆରମ୍ଭ କରାଯାଇଥାଏ। ଏହା ହିଁ ନିୟମ ରହିଛି। ପ୍ରଥମେ ମିତ୍ର ସମ୍ବନ୍ଧୀ ବଂଶାବଳୀ ଆଦି ହିଁ ଆସିବେ, ପଛରେ ଜନସାଧାରଣ ଆସିବେ। ଆରମ୍ଭରେ ମଧ୍ୟ ଏହିପରି ହୋଇଥିଲା। ଧୀରେ ଧୀରେ ବୃଦ୍ଧି ହେଲା। ପିଲାମାନଙ୍କ ରହିବା ପାଇଁ ବଡ଼ ଘର ତିଆରି ହେଲା, ଯାହାକୁ ଓମ୍ ନିବାସ କୁହାଗଲା। ପିଲାମାନେ ଆସି ପଢ଼ିବାକୁ ଲାଗିଲେ। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଥିଲା, ଯାହାର ପୁଣି ପୁନରାବୃତ୍ତି ହେବ। ଏହାକୁ କେହି ବଦଳାଇ ପାରିବେ ନାହିଁ। ଏହି ପାଠପଢ଼ା କେତେ ଶ୍ରେଷ୍ଠ ଅଟେ। ମୁଖ୍ୟ ହେଉଛି ଯୋଗର ଯାତ୍ରା। ମୁଖ୍ୟ ଇନ୍ଦ୍ରିୟ ରୂପେ ଆଖି ହିଁ ଧୋକା ଦେଉଛି। ଆଖି ବିକାରୀ ହେବା ଯୋଗୁଁ ଶରୀରର କର୍ମେନ୍ଦ୍ରିୟ ସବୁ ଚଞ୍ଚଳ ହୋଇଥାନ୍ତି। କୌଣସି ସୁନ୍ଦର କନ୍ୟାକୁ ଦେଖିଲେ ବାସ୍ ଆସକ୍ତ ହୋଇଯାଇଥାନ୍ତି। ଏପରି ବହୁତ ଘଟଣା ଦୁନିଆରେ ହେଉଛି। ଗୁରୁଙ୍କର ଦୃଷ୍ଟି ମଧ୍ୟ ବିକାରୀ ହୋଇଯାଉଛି। ଏଠାରେ ବାବା କହୁଛନ୍ତି, ବିକାରୀ ଦୃଷ୍ଟି ବିଲକୁଲ ରହିବା ଅନୁଚିତ। ଭାଇ ଭଉଣୀ ହୋଇ ରହିଲେ ଯାଇ ପବିତ୍ର ରହିପାରିବ। ମନୁଷ୍ୟମାନଙ୍କୁ କ'ଣ ଜଣା? ସେମାନେ ତ ଥଟ୍ଟା କରିବେ। ଶାସ୍ତ୍ରରେ ତ ଏସବୁ କଥା ନାହିଁ। ବାବା କହୁଛନ୍ତି, ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଏ। ଦ୍ୱାପରରୁ ଏହି ଶାସ୍ତ୍ର ଆଦି ତିଆରି ହୋଇଥାଏ। ଏବେ ବାବା ମୁଖ୍ୟ କଥା କହୁଛନ୍ତି ଯେ ଅଲଫ ଶିବ ବାବାଙ୍କୁ ସ୍ମରଣ କର, ତେବେ ବିକର୍ମ ବିନାଶ ହୋଇଯିବ। ନିଜକୁ ଆତ୍ମା ବୋଲି ଭାବ। ତୁମେ 84 ଜନ୍ମର ଚକ୍ର ଲଗାଇ ଆସିଛ। ଏବେ ପୁନର୍ବାର ତୁମର ଆତ୍ମା ଦେବତା ହେବାକୁ ଯାଉଛି। ଛୋଟ ଆତ୍ମାରେ 84 ଜନ୍ମର ଅବିନାଶୀ ଅଭିନୟ ଭରି ରହିଛି। ଆଶ୍ଚର୍ଯ୍ୟ ଅଟେ ନା? ଏହିପରି ଆଶ୍ଚର୍ଯ୍ୟ କଥା ସବୁ ବାବା ହିଁ ଆସି ବୁଝାଉଛନ୍ତି। କାହାର 84 ଜନ୍ମର, କାହାର 50-60 ଜନ୍ମର ଅଭିନୟ ରହିଛି। ପରମ ପିତା ପରମାତ୍ମାକୁ ମଧ୍ୟ ଅଭିନୟ ମିଳିଛି। ଡ୍ରାମା ଅନୁସାରେ ଏହା ଅନାଦି ଅବିନାଶୀ ନାଟକ ଅଟେ। ଆରମ୍ଭ କେବେ ହେଲା, କେବେ ବନ୍ଦ ହେବ, ଏକଥା କେହି କହିପାରିବେ ନାହିଁ। କାହିଁକି ନା ଏହା ହେଉଛି ଅନାଦି ଅବିନାଶୀ ଡ୍ରାମା। ଏକଥା କେହି ହେଲେ ଜାଣିନାହାନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି
ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ଏବେ ପରୀକ୍ଷାର ସମୟ ବହୁତ ନିକଟତର। ସେଥିପାଇଁ ପୁରୁଷାର୍ଥ କରି ନିଜର ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ନିଜେ ପାଠ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼ାଇବାକୁ ହେବ। ଚାରିଟି ବିଗିନ୍ସ ଆଟ୍ ହୋମ୍, ଅର୍ଥାତ୍ ଦାନ ପୁଣ୍ୟ ପ୍ରଥମେ ନିଜ ଘରୁ ହିଁ ଆରମ୍ଭ କରାଯାଇଥାଏ। 2 ନମ୍ବର, ଦେହୀ ଅଭିମାନ ହୋଇ ରହି ଅବିନାଶୀ ଏବଂ ସଚା ରୋଜଗାର ଜମା କରିବାକୁ ହେବ। ନିଜର ଚାଲିଚଳଣିର ରେଜିଷ୍ଟର ରଖିବାକୁ ପଡ଼ିବ। ଏପରି କୌଣସି ବିକର୍ମ ନ ହେଉ ଯାହାଦ୍ୱାରା ରେଜିଷ୍ଟର ଖରାପ ହୋଇଯିବ। ଆଜିର ବରଦାନ, ସମସ୍ତଙ୍କୁ ଉମଙ୍ଗ ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ସଚ୍ଚା ସେବାଧାରୀ ହୁଅ। ସମସ୍ତଙ୍କୁ ଉମଙ୍ଗ ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ସଚ୍ଚା ସେବାଧାରୀ ହୁଅ। ଡିଟେଲ୍ସ, ସେବାଧାରୀ ଅର୍ଥାତ୍ ସମସ୍ତଙ୍କୁ ଉମଙ୍ଗ ଉତ୍ସାହର ସହଯୋଗ ଦେଇ ଶକ୍ତିଶାଳୀ କରୁଥିବା ଆତ୍ମା। ଏବେ ସମୟ କମ୍ ଅଛି, କିନ୍ତୁ ଅଧିକରୁ ଅଧିକ ଆତ୍ମାମାନଙ୍କୁ ଆସିବାର ଅଛି। କେବଳ ଏତିକି ସଂଖ୍ୟାରେ ଖୁସି ହୋଇଯାଅ ନାହିଁ ଯେ ବହୁତ ଆସିଗଲେଣି। ଏବେ ତ ବହୁତ ସଂଖ୍ୟା ବଢ଼ିବାର ଅଛି। ସେଥିପାଇଁ ତୁମେମାନେ ଯେଉଁ ପାଳନା ନେଇଛ ତାର ପ୍ରତିଦାନ ଦିଅ। ଆସିବାକୁ ଥିବା ନିର୍ବଳ ଆତ୍ମାମାନଙ୍କର ସହଯୋଗୀ ହୋଇ ସେମାନଙ୍କୁ ସମର୍ଥ ତଥା ଅଚଳ ଅଟଳ କର। ତେବେ କୁହାଯିବ ସଚ୍ଚା ସେବାଧାରୀ। ଆଜିର ସ୍ଲୋଗାନ, ଆତ୍ମାକୁ ଯେବେ ଯେଉଁଠି ଏବଂ ଯେପରି ଇଚ୍ଛା ସେହିପରି ସ୍ଥିତିରେ ସ୍ଥିତ କରିଦିଅ। ଏହା ହିଁ ହେଉଛି ଆତ୍ମିକ ଡ୍ରିଲ୍। ଆତ୍ମାକୁ ଯେବେ ଯେଉଁଠି ଏବଂ ଯେପରି ଇଚ୍ଛା ସେହିପରି ସ୍ଥିତିରେ ସ୍ଥିତ କରିଦିଅ। ଏହା ହିଁ ହେଉଛି ଆତ୍ମିକ ଡ୍ରିଲ୍। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର। ଶକ୍ତିଶାଳୀ ମନର ଲକ୍ଷଣ ହେଲା ଗୋଟିଏ ସେକେଣ୍ଡରେ ଯେଉଁଠାରେ ଇଚ୍ଛା ସେଠାରେ ପହଞ୍ଚି ଯାଉଥିବ। ମନକୁ ଯଦି ଉଡ଼ିବା ଆସିଗଲା, ଅଭ୍ୟାସ ହୋଇଗଲା, ତେବେ ଗୋଟିଏ ସେକେଣ୍ଡରେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ଯାଇପାରିବ। ଏବେ ଏବେ ସାକାର ବତନରେ, ଏବେ ଏବେ ପରମ ଧାମରେ ସେକେଣ୍ଡର ବେଗର ଗତି କରିପାରିବ। ଏବେ ଏହି ଅଭ୍ୟାସକୁ ବଢ଼ାଅ। ଓମ୍ ଶାନ୍ତି।